ଚାଷୀ ଭାଇ ମାନେ ଏଇ ସବୁ ଭୁଲ ପାଇଁ ଫସଲ ନଷ୍ଟ ହେଇଯାଇଥାଏ। ଦେଖନ୍ତୁ ଏଠି ଗୋଟେ ଚାଷୀ ଭାଇ ଚାଷ କରିଥିଲେ, ବାଇଗଣ ଚାଷ କରିଥିଲେ, କିନ୍ତୁ କେମିତି ପୁରା ଏମିତି ବିଲ ପାଖ ଜାଗା ହିଁ ଏମିତି ଏଠିରେ ଧାନ ଲଗା ହେଇଛି ଦେଖନ୍ତୁ। ତ ଏଇ ଜାଗାରେ ଆପଣ ଯଦି ଯେକୌଣସି ଫସଲ ଲଗାଉଛନ୍ତି, ଯେତେ ଟଙ୍କା ପଇସା ଖର୍ଚ୍ଚ କରନ୍ତୁ, ଯେତେ ଭଲ ମଞ୍ଜି ଆଣନ୍ତୁ, ଯେତେ ଖତ ସାର ଦିଅନ୍ତୁ, ଏ ଜାଗା ଗୁଡ଼ିକରେ ହବ ନାହିଁ। ତ ସେଥିପାଇଁ ଆପଣମାନଙ୍କୁ ସଠିକ୍ ଜାଗାର ସିଲେକ୍ସନ୍ କରିବାର ଅଛି। ତ ଯେଉଁଗୁଡ଼ିକରେ ମାନେ ପାଣି ଜମୁ ନଥିବ କିମ୍ବା ଜଳଙ୍କା ଜାଗା ହେଇନଥିବ, ସେଗୁଡ଼ିକର ଜାଗା ଆପଣଙ୍କୁ ସିଲେକ୍ସନ୍ କରିବାର ଅଛି। ଆମ ଏରିଆରେ ଦେଖିପାରୁଥିବେ ପୁରା ମାନେ ବହୁତ ଜୋର ବର୍ଷା ହେଉଛି। ତ ଗଛ ଗୁଡ଼ିକ ଏମିତି ରୋଗଗ୍ରସ୍ତ ହେଇଯାଇଛନ୍ତି। ତ ଆଉ ଜଣେ ଚାଷୀ ଭାଇଙ୍କ ପାଖକୁ ମୁଁ ଆସିଥିଲି, ତ ସେ ତାଙ୍କ ଫସଲ ବିଷୟରେ ମୋତେ କହୁଥିଲେ। ତ କଣ କରିପାରିବା ଆମେ ଯଦି ମାନେ ଫସଲ ହିଁ ଭୁଲ ଜାଗାରେ ଲଗେଇ ଦେଇଛେ କିମ୍ବା ଭୁଲ ସମୟରେ କିମ୍ବା ଆମ ନିଜ ଭୁଲ ପାଇଁ ତ ଆମେ ତ ସେଇଟା କରିପାରିବା ନା କିଛି। ଯଦି ଭଲ ଜାଗାରେ କରିଥାନ୍ତେ ଏମିତି ଫଳ ହେଲାନି କି କଣ ହେଲାନି, ସେଇଟାକୁ ଆମେ ପରବର୍ତ୍ତୀ ସମୟରେ ଅନ୍ୟ ଲୋକମାନଙ୍କୁ କହିପାରିଥାନ୍ତେ, କିନ୍ତୁ ଏମିତି ଜାଗାରେ ତ ଆଉ କିଛି କରିହବନି। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି। ଦେଖନ୍ତୁ ଏଇ ଜାଗାରେ ଯୋଉ ସେ ସାଇଡ ରେ ଧାନ ଗୁଡ଼ିକ ଲଗା ହେଇଛି, ଆଉ ଏଇଠି ଯୋଉ ଜହ୍ନି ବି ଲଗା ହେଇଥିଲା, ଏଇଗୁଡିକରେ ଆଉ ମାନେ ଲତା ହେଇ ପାରିଲାନି। ଦେଖନ୍ତୁ ଲତା ହେଲା ନାହିଁ, ଏଗୁଡିକ ବି ପୁରା ମାଟି କେମିତି ମାନେ କାଦୁଅ ପଶି ଯାଉଛି, ତ ଏଗୁଡିକରେ ଆଉ ହବ ନାହିଁ। ଏଗୁଡିକ ଫସଲ ନଷ୍ଟ ହେବ। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି, ଯେକୌଣସି ଫସଲ କରନ୍ତୁ ଆପଣ ଠିକ ଜାଗାର ମାନେ ଚୟନ କରନ୍ତୁ, ଯୋଉଥିରେ ମାନେ ପାଣି ଜମୁ ନଥିବ ବର୍ଷା ଦିନରେ ବିଶେଷ କରି। ଆଉ ଯୋଉ ନହେଲେ ଆପଣ ପନିପରିବା ରେଟ ଶୁଣି ଆପଣ ତ ଫସଲ ଲଗେଇ ଦେଇଥିବେ, ଏପଟକୁ ଦେଖିବେ ଯେ ଫସଲ ଆପଣଙ୍କର ନଷ୍ଟ ହେଇଯାଉଥିବ। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି। ଏଇ ଯୋଉ କଲରା ଗଛ ଗୁଡିକ ଦେଖନ୍ତୁ, ମାନେ କେତେ ଚାଷୀ ଭାଇ କେତେ ମେହନତ କରି ଲଗେଇଥିବେ। ଏତିକି ବଡ ଜାଗାରେ କଲରା ଚାଷ ହେଇଛି ସେ ସାଇଡ ପର୍ଯ୍ୟନ୍ତ। ଏଇ କଲରା ମଞ୍ଜିର ତ ଦାମ ଆପଣ ମାନେ ଜାଣିଛନ୍ତି, ଗୋଟେ ମଞ୍ଜି ହିଁ 2 ଟଙ୍କା, 2.5 ଟଙ୍କା, 3 ଟଙ୍କା, 4 ଟଙ୍କା, 5 ଟଙ୍କା ସେମିତି ପର୍ଯ୍ୟନ୍ତ ଅଛି। ତ ଏଠି କରିଥିଲେ ଦେଶୀ ଭେରାଇଟି ହିଁ, ତ ନା ସେମି ହାଇବ୍ରିଡ ଥିଲା। ତ ସେମି ହାଇବ୍ରିଡ ଥିଲା ଯେହେତୁ 2.5 ଟଙ୍କା ନା 3 ଟଙ୍କା ଲେଖା ଗୋଟେ ମଞ୍ଜି ପଡିଥିଲା। ତ ଆପଣ ମାନେ ଯଦି ଦେଖିବେ ଗୋଟେ ମନ୍ଦାରେ 3ଟି ଲେଖା ମଞ୍ଜି ଦିଆ ହେଇଥିଲା। ତ ଏମିତି ସିଧା ସିଧା ଆମେ ଯଦି ଦେଖିବା ପ୍ରାୟ 20-22ଟି ମନ୍ଦା ହବ। ତ 20-22ଟି ମାନେ 20-30-60 ମାନେ 60ଟି ମଞ୍ଜି ଏଥିରେ ଗୋଟେ ଲାଇନ ରେ ପଡିଥିଲା। ତ ଗୋଟେ ଲାଇନ ରେ 60ଟି ମଞ୍ଜି ମାନେ ଆପଣ ମାନେ ଭାବନ୍ତୁ, ଗୋଟେ ମଞ୍ଜି ଯଦି 3 ଟଙ୍କା ଲେଖା, ତାହେଲେ 6-3-18 180, ମାନେ ଗୋଟେ ଲାଇନରେ ହିଁ 180 ଟଙ୍କାର ମଞ୍ଜି। ଆଉ ଏମିତି ଆଉ ସେଠି ପର୍ଯ୍ୟନ୍ତ ପ୍ରାୟ 60-70ଟା ଲାଇନ୍ ହବ। ତ ଆପଣ ମାନେ ଭାବନ୍ତୁ କେତେ ଟଙ୍କାର ମଞ୍ଜି ଲାଗିଥିବ। ଆଉ ସେତିକି ତ ମଞ୍ଜି ପଇସା ତ ନୁହେଁ, ଖାଲି ଆହୁରି ଏଥିରେ ଖତ ସାର ଅଛି, ଆହୁରି ଲେବର କାମ ଅଛି, ସେଗୁଡିକ ବି ବେକାର ଚାଲିଗଲା। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି, ଯେ କୌଣସି ମାନେ ଆପଣ ଏମିତି ଫସଲ ମାନେ ଜାଗା ଗୁଡ଼ିକ ବାଛନ୍ତୁ, ଯେଉଁ ଗୁଡ଼ିକରେ ଆପଣଙ୍କର ଫସଲ ଭଲ ଭାବରେ ହେଇପାରୁଥିବ। ଆଉ ନହେଲେ ଆପଣ ଯେତେ ଦାମିକା ଫସଲ କରନ୍ତୁ, ଯେତେ ଦାମିକା ଜିନିଷ ଆଣନ୍ତୁ, ଯେତେ ଖତ ସାର ଦିଅନ୍ତୁ, ସେ ଜାଗା ଗୁଡ଼ିକରେ ହବ ନାହିଁ। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି, ଯେ ଆପଣ ମାନେ ମୁଁ ତ ସବୁବେଳେ କହିଥାଏ, ଚାଷରେ ଯଦି କ୍ଷତି ହୁଏ ମାନେ ଚାଷୀ ଭାଇ ମାନେ ବହୁତ ନିରାଶ ହୁଅନ୍ତି, ହତାଶ ହୁଅନ୍ତି। ତ ସେମିତି ଯେମିତି ଆପଣ ସେ ପରିସ୍ଥିତିରେ ନ ପଡ଼ିବେ, ତ ସେଥିପାଇଁ ମୁଁ ଆପଣ ମାନଙ୍କୁ ଭିଡିଓ ଗୁଡିକ ଆଣିଥାଏ, ଯେ କହିଥାଏ ଏମିତି ଏମିତି ଆମ ଏରିଆରେ ଅଭାବ ଅସୁବିଧା ହୁଏ। ଆଉ ଏଇ ଯୋଉ ରୋଗ ଗୁଡିକର ଲାଗିବାର ସମ୍ଭାବନା ରହିଛି। ତ ଏଥିରେ ଯୋଉ ମାନେ କୁହନ୍ତିନି ମାନେ ଗୋଟେ ଛୋଟ ଭୁଲ ହିଁ ଆପଣଙ୍କୁ ମାନେ ପୁଞ୍ଜିକୁ ବୁଡେଇ ପାରେ। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି, ଚାଷ କରିବା ପୂର୍ବରୁ ନିଜେ ରିସର୍ଚ୍ଚ କରନ୍ତୁ, ଯେ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ଚାଷ କରିବାର ସଠିକ ସମୟ ଆସିଛି ତ। ତ ଏଥିରେ ଯଦି ମଲଚିଂ ବି ଯଦି କରାହେଇଥାନ୍ତା, ତ ଏଥିରେ ଫସଲ ହେଇପାରିନଥାନ୍ତା। କାରଣ ଯୋଉ ପାଣି ଯୋଉ ମୋର ଗୋଡ ଦେଖିଲେ ଜାଣିପାରୁଥିବେ, ଯେମିତି ପଶି ଯାଉଛି, ତ ଏଥିରେ ଫସଲ ହବ ନାହିଁ। ତ ସେଇଟା ହିଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି, ଏମିତି ଫସଲ ଜାଗା ଗୁଡ଼ିକ ବାଛନ୍ତୁ। କାହିଁକି ନା ହେଇଥାନ୍ତା ବୋଧେ ସେ ସାଇଟ ରେ ଆପଣ ମାନେ ଦେଖୁଛନ୍ତି ପୁରା ଯୋଉ ଧାନ ବିଲ ଅଛି, ତ ସେଥିରେ କେମିତି ଫସଲ ହବ। ତ ସେମିତିକା କଥା। ତ ଆଜିର ଭିଡ଼ିଓ ଆପଣମାନଙ୍କୁ ମାନେ ଜଗେଇବା ପାଇଁ ଥିଲା। ଆପଣ ମାନେ ଯଦି ଯେକୌଣସି ଫସଲ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ସବୁ ମହତ୍ୱପୂର୍ଣ୍ଣ ଦିଗ ଗୁଡ଼ିକ ନିହାତି ଭାବରେ ଧ୍ୟାନ ରଖନ୍ତୁ। ତ ଆଜିର ଭିଡ଼ିଓରେ ଏତିକି, ରହିଲି, ନମସ୍କାର।